ଭାରତରେ ସବୁଠାରୁ ଅଧିକ ପରିମାଣରେ ବ୍ୟବହୃତ ହେଉଥିବା ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ କ'ଣ? ଆନ୍ସର କ'ଣ ହବ? କୋଇଲା। ଏହାର ଆନ୍ସର ହବ କୋଇଲା। ଗୋବର ଗ୍ୟାସ୍ ପ୍ଲାଣ୍ଟର କେଉଁ ଅଂଶରୁ ମଣ୍ଡ ପ୍ରସ୍ତୁତ ହୁଏ? ଆନ୍ସର କ'ଣ ହବ? ପ୍ରବେଶ ପାତ୍ର। ଏହାର ଆନ୍ସର ହବ ପ୍ରବେଶ ପାତ୍ର। କେଉଁଟି ଗୁରୁ ପରମାଣୁ ନୁହେଁ? ଆନ୍ସର କ'ଣ ହବ? ଏହାର ଆନ୍ସର ହବ ଉଦ୍ଜାନ। ପ୍ରଚୁର ଶକ୍ତି ଉତ୍ପାଦନ ପାଇଁ ଏହା ଯଥେଷ୍ଟ ବ୍ୟୟ ସାପେକ୍ଷ ହେଲେ ମଧ୍ୟ ଏହାର ସଠିକ୍ ପରିଚାଳନା ନ ହେଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଥାଏ। ଏହାର ଆନ୍ସର କ'ଣ ହବ? ନାଭିକୀୟ ଶକ୍ତି। ଏହାର ଆନ୍ସର ହବ ନାଭିକୀୟ ଶକ୍ତି। ସୋଲାର ଚୁଲାର ପ୍ରତିଫଳକ କେଉଁ ଧାତୁରେ ନିର୍ମିତ? ଏହାର ଆନ୍ସର କ'ଣ ହବ? ଆଲୁମିନିୟମ। ଏହାର ଆନ୍ସର ହବ ଆଲୁମିନିୟମ। କେଉଁଟି ନବୀକରଣ ଯୋଗ୍ୟ ଶକ୍ତିର ଉତ୍ସ? ଆନ୍ସର ଜୈବ ଗ୍ୟାସ୍। ଏହାର ଆନ୍ସର ହବ ଜୈବ ଗ୍ୟାସ୍। ଆବର୍ଜନା ଜନିତ ଜୈବ ଶକ୍ତିର ଉଦାହରଣ କେଉଁଟି ନୁହେଁ? ଶୈବାଳ। ଏହାର ଆନ୍ସର ହବ ଶୈବାଳ। କେଉଁ କୋଇଲା ସବୁଠାରୁ ଉତ୍କୃଷ୍ଟ ଧରଣର? ଆନ୍ସର କ'ଣ ହବ? ଆନ୍ଥ୍ରାସାଇଟ୍। ଏହାର ଆନ୍ସର ହବ ଆନ୍ଥ୍ରାସାଇଟ୍। ଗୋବର ଗ୍ୟାସର କେଉଁଟି ମୁଖ୍ୟ ଉପାଦାନ? ଆନ୍ସର ମିଥେନ୍। ଏହାର ଆନ୍ସର ହବ ମିଥେନ୍। କେଉଁ ଶକ୍ତି ପରିବର୍ତ୍ତିତ ହୋଇ ଜୀବଜଗତକୁ ଜୈବ ରାସାୟନିକ ଶକ୍ତି ଯୋଗାଉଛି? ଆଲୋକ। ଏହାର ଆନ୍ସର ହବ ଆଲୋକ। କେଉଁଟି ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ? ମିଥେନ୍। ଏହାର ଆନ୍ସର ହବ ମିଥେନ୍। କେଉଁ ଉପାୟରେ କୋଇଲା ଓ ପେଟ୍ରୋଲିୟମ ବ୍ୟବହାର କମାଯାଇ ପାରିବ? ଆନ୍ସର କ'ଣ ହବ? ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର। ଏହାର ଆନ୍ସର ହବ ଗୋବର ଗ୍ୟାସ୍ ପ୍ରସ୍ତୁତିରେ କେଉଁ ବ୍ୟାକ୍ଟେରିଆ ନିୟୋଜିତ ହୋଇଥାଏ? ଏହାର ଆନ୍ସର ହବ ମିଥାନୋଜେନ୍। କେଉଁ କୋଇଲାରେ କାର୍ବନର ପରିମାଣ ସବୁଠାରୁ କମ୍? ପିଟ୍। ଏହାର ଆନ୍ସର ହବ ପିଟ୍। କେଉଁ ଶକ୍ତିଟି ନବୀକରଣ ଯୋଗ୍ୟ ନୁହେଁ? ଆନ୍ସର କୋଇଲା। ଏହାର ଆନ୍ସର ହବ କୋଇଲା। କେଉଁ ପ୍ରକାର କୋଇଲାରୁ ଅଧିକ ଶକ୍ତି ମିଳିଥାଏ? ଆନ୍ସର କ'ଣ ହବ? ଆନ୍ଥ୍ରାସାଇଟ୍। ଏହାର ଆନ୍ସର ହବ ଆନ୍ଥ୍ରାସାଇଟ୍। ସର୍ବୋତ୍କୃଷ୍ଟ କୋଇଲା କେଉଁଟି? ଆନ୍ଥ୍ରାସାଇଟ୍। ଏହାର ଆନ୍ସର ହବ ଆନ୍ଥ୍ରାସାଇଟ୍। କେଉଁଟି ଏକ ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ? ପେଟ୍ରୋଲିୟମ। ଏହାର ଆନ୍ସର ହବ ପେଟ୍ରୋଲିୟମ। ଜୈବ ଶକ୍ତି କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ମିଳିନଥାଏ? ଏହାର ଆନ୍ସର କ'ଣ ହବ? ଅନ୍ତର୍ଧୂମ ପତନ। ଏହାର ଆନ୍ସର ହବ ଅନ୍ତର୍ଧୂମ ପତନ। ପୃଥିବୀ ପୃଷ୍ଠରୁ ସୌରଶକ୍ତି ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଫେରିଯିବାକୁ କ'ଣ କୁହାଯାଏ? ଆଲବେଡୋ। ଏହାର ଆନ୍ସର ହବ ଆଲବେଡୋ। ଏହା ଥିଲା 2014ରୁ 2025 ମଧ୍ୟରେ ବିଗତ ବର୍ଷର କୋଶ୍ଚିନ୍। ବର୍ତ୍ତମାନ ଏବେ ବିଷୟବସ୍ତୁରେ ଥିବା କୋଶ୍ଚିନ୍କୁ ଆଲୋଚନା କରିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିନେବେ। 75 ଡିଗ୍ରୀ ସେଲସିୟସ୍ ଓ 25 ଡିଗ୍ରୀ ସେଲସିୟସ୍ କେଲଭିନ୍ ଏକକରେ ଯଥାକ୍ରମେ କେତେ ହେବ? 348 କେଲଭିନ୍ ଓ 298 କେଲଭିନ୍। ଏହାର ଆନ୍ସର ହବ 348 କେଲଭିନ୍ ଆଉ 298 କେଲଭିନ୍। କେଉଁଟି ଉତ୍ତମ ଶକ୍ତି ଉତ୍ସର ଉପଯୁକ୍ତ ଗୁଣ୍ୟ ନୁହେଁ? ଆକୃତି ଦୃଷ୍ଟିରୁ ତରଳ ହୋଇଥିବ। ଏହାର ଆନ୍ସର ହବ ଆକୃତି ଦୃଷ୍ଟିରୁ ତରଳ ହୋଇଥିବ। କେଉଁଟି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ନୁହେଁ? ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍। ଏହାର ଆନ୍ସର ହବ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍। ଗୋବର ଓ ବିଭିନ୍ନ ଆବର୍ଜନାରୁ କେଉଁ ଗ୍ୟାସ୍ ଉତ୍ପାଦିତ ହୋଇଥାଏ? ମିଥେନ୍। ଏହାର ଆନ୍ସର ହବ ମିଥେନ୍। ବୃକ୍ଷଲତାରେ ଥିବା ଜୈବ ରାସାୟନିକ ଶକ୍ତି ସେମାନେ କେଉଁ ପଦ୍ଧତିରେ ସୂର୍ଯ୍ୟାଲୋକରୁ ପାଇଥାନ୍ତି? ଏହାର ଆନ୍ସର କ'ଣ ହବ? ଆଲୋକ ବିଶ୍ଳେଷଣ ବା ସଂଶ୍ଳେଷଣ।
ଏହାର ଆନ୍ସର ହବ ଆଲୋକ ସଂଶ୍ଳେଷଣ ବା ବାଷ୍ପୀଭବନ। କେଉଁଟି ସୌର ଚୁଲାର ପ୍ରଧାନ ଅଂଶ ନୁହେଁ? ପ୍ରପେଲର। ଏହାର ଆନ୍ସର ହବ ପ୍ରପେଲର। ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିଣତ କରିବା ପାଇଁ ଉପକରଣକୁ କଣ କୁହାଯାଏ? ସୌର ସେଲ୍। ଏହାର ଆନ୍ସର ହବ ସୌର ସେଲ୍। ଗୋଟିଏ ସୌର ସେଲ୍ ଆଲୋକିତ ହେଲେ ପ୍ରାୟ କେତେ ପରିମାଣର ଭୋଲ୍ଟେଜ ସୃଷ୍ଟି ହୋଇଥାଏ? 1.0 ଭୋଲ୍ଟ। ଏହାର ଆନ୍ସର ହବ 1.0 ଭୋଲ୍ଟ। ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି କେଉଁ ଉପକରଣ ଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ? ଜେନେରେଟର। ଆନ୍ସର ହବ ଏହାର ଜେନେରେଟର। ନିମ୍ନଲିଖିତ ମଧ୍ୟରୁ କେଉଁଟି ପବନର ଦେଶ ଭାବେ ପରିଚିତ ଅଟେ? ଡେନମାର୍କ। ଏହାର ଆନ୍ସର ହବ ଡେନମାର୍କ। 1961 ମସିହାରେ ଫରାସୀ ବୈଜ୍ଞାନିକମାନେ କେଉଁଥିରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ? ଜୁଆର। ଏହାର ଆନ୍ସର ହବ ଜୁଆର। ଭାରତର କେଉଁଠାରେ ଜୁଆରରୁ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେଉନାହିଁ? ଓଡ଼ିଶାର ଋଷିକୂଲ୍ୟା ମୁହାଣ। ଏହାର ହବ ଓଡ଼ିଶାର ଋଷିକୂଲ୍ୟା ମୁହାଣ। ସମୁଦ୍ରର ଉପରି ଭାଗରେ ପ୍ରବଳ ବାୟୁ ପ୍ରବାହରୁ ଢେଉ ସୃଷ୍ଟି ହୋଇଥାଏ। ଏହି ଢେଉକୁ ସଂଗ୍ରହ କରି କେଉଁ ଉପକରଣ ଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦକ କରାଯାଏ? ଟର୍ବାଇନ। ଏହାର ଆନ୍ସର ହବ ଟର୍ବାଇନ। ନଦୀବନ୍ଧ ଯୋଜନାରେ ଟର୍ବାଇନ ସହ ସଂଯୁକ୍ତ ଜେନେରେଟରର କେଉଁ ଉପକରଣ ଘୂରିବା ଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦିତ ହୋଇଥାଏ? ଆନ୍ସର କଣ ହବ? ଆର୍ମେଚର। ଆନ୍ସର ହବ ଏହାର ଆର୍ମେଚର। କେଉଁ ମସିହାରେ ଭାରତ ସରକାର ଜଳ ବିଦ୍ୟୁତ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି? 1948। ଏହାର ଆନ୍ସର ହବ 1948। ସାମୁଦ୍ରିକ ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ରରେ କେଉଁ ରାସାୟନିକ ସମୁଦ୍ର ପୃଷ୍ଠଭାଗର ତାପମାତ୍ରା ଦ୍ୱାରା ବାଷ୍ପୀଭୂତ ହୋଇଥାଏ? ଆନ୍ସର କଣ ହବ? ତରଳ ଆମୋନିଆ ଓ CFC। ଏହାର ଆନ୍ସର ହବ ତରଳ ଆମୋନିଆ ଓ CFC। କେଉଁ ଶକ୍ତି ଉତ୍ପାଦନ ପାଇଁ ପବନର ଗତି ଉପରେ ନିର୍ଭର କରିବାକୁ ପଡ଼ିଥାଏ? ଆନ୍ସର ପବନ ଶକ୍ତି। ଏହାର ଆନ୍ସର ହବ ପବନ ଶକ୍ତି। କେଉଁ ଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି? ନ୍ୟୁଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା। ଆନ୍ସର ହବ ନ୍ୟୁଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା। ଆମ ଦେଶର କେଉଁ ରାଜ୍ୟରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି? ମଧ୍ୟପ୍ରଦେଶ। ଆନ୍ସର ହବ ମଧ୍ୟପ୍ରଦେଶ। ଆମ ଦେଶରେ କେଉଁ ରାଜ୍ୟରେ ନାଭିକ ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେଉନାହିଁ? ଓଡ଼ିଶା। ଏହାର ଆନ୍ସର ହବ ଓଡ଼ିଶା। ନାଭିକ ଶକ୍ତି ବିନିଯୋଗର କେଉଁଟି ପ୍ରତିବନ୍ଧକ ଅଟେ? ଆନ୍ସର କଣ ହବ? ଉପରୋକ୍ତ ସମସ୍ତ। ଏହାର ଆନ୍ସର ହବ ଉପରୋକ୍ତ ସମସ୍ତ। କେଉଁଟିରେ ସଠିକ ଉଦାହରଣ ଦିଆଯାଇ ନାହିଁ? ନୂତନ ଉଦ୍ଭିଦ, କୁଟା, କୁଣ୍ଡା, ଆଖୁପଦା, ଅବଶେଷ ବିଭିନ୍ନ ବୃକ୍ଷ, ଶସ୍ୟ, ଶୈବାଳ। ଏହାର ଆନ୍ସର ହବ ଉଭୟ ଆଇ ଓ ଡବଲ ଆଇ। କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦନ କରାଯାଏ? ଆନ୍ସର କଣ ହବ? ଗ୍ୟାସୀକରଣ ବା ଉପରୋକ୍ତ। କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦନ କରାଯାଏ? ଦହନ, ଗ୍ୟାସୀକରଣ, ତାପ ଅପଘଟନ ଓ ତରଳୀକରଣ ବା ଉପରୋକ୍ତ ସମସ୍ତ। ଏହାର ଆନ୍ସର ହବ ଉପରୋକ୍ତ ସମସ୍ତ। ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ୱାରା ନିର୍ଗତ ଗ୍ୟାସର ମିଶ୍ରଣକୁ କଣ କୁହାଯାଏ? ଜୈବ ଗ୍ୟାସ। ଏହାର ଆନ୍ସର ହବ ଜୈବ ଗ୍ୟାସ। ଗୋବର ଗ୍ୟାସ ପ୍ଲାଣ୍ଟର ଡାଇଜେଷ୍ଟର କୂପରେ କେଉଁ ବୀଜାଣୁ ଦ୍ୱାରା ଗୋବର ଓ ପାଣିର ମିଶ୍ରଣରେ କିଣ୍ୱନ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ? ମିଥାନୋଜେନ। ଏହାର ଆନ୍ସର ହବ ମିଥାନୋଜେନ। କେଉଁ ଗ୍ୟାସର ଚାପରେ ଧାତୁ ନିର୍ମିତ ଡୋମଟି ଗୋବର ଗ୍ୟାସ ପ୍ଲାଣ୍ଟର ଉପରକୁ ଉଠିଥାଏ? ଆନ୍ସର କଣ ହବ? ଉପରୋକ୍ତ ସମସ୍ତ। ଏହାର ଆନ୍ସର ହବ ଉପରୋକ୍ତ ସମସ୍ତ। କେଉଁ କାରଣରୁ ଗୋବର ଗ୍ୟାସ ଏକ ଉତ୍କୃଷ୍ଟ ଧରଣର ଜାଳେଣୀ ଅଟେ? ଆନ୍ସର ଉପରୋକ୍ତ ସମସ୍ତ। ଏହାର ଆନ୍ସର ମଧ୍ୟ ଉପରୋକ୍ତ ସମସ୍ତ। କେଉଁଟି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ? ଗୁରୁ ପରମାଣୁର
ଅଭିଜ୍ଞ ବିଭାଜନ। କେଉଁଟି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ? ଗୁରୁ ପରମାଣୁର ନାଭିକୀୟ ବିଭାଜନ। ଏହାର ଆନ୍ସର ହବ ଗୁରୁ ପରମାଣୁର ନାଭିକୀୟ ବିଭାଜନ। କେଉଁ ଉକ୍ତିଟି ଭୁଲ ଅଟେ? ଆନ୍ସର କଣ ହବ? ଟି ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ ଅଟେ। ଆନ୍ସର କଣ ହବ? ଏହାର ଆନ୍ସର ହବ ମିଥେନ୍। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରିବେ। କେଉଁଟି ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସର ଉଦାହରଣ ଅଟେ? ଉପରୋକ୍ତ ସମସ୍ତ। ଏହାର ଆନ୍ସର ହବ ଉପରୋକ୍ତ ସମସ୍ତ। କୋଇଲା ଓ ପେଟ୍ରୋଲିୟମ ଜାଳିବା ଦ୍ୱାରା କେଉଁ କେଉଁ ମୌଳିକର ଅକ୍ସାଇଡ୍ ନିର୍ଗତ ହୋଇଥାଏ? CNS। ଏହାର ଆନ୍ସର ହବ BCNS। ଗ୍ୟାସ୍ ଉତ୍ପାଦନ ନ କରି ଗୋବରକୁ ସିଧାସଳଖ ଖତ କରିବା ଭଲ ନୁହେଁ କାହିଁକି? ଆନ୍ସର କଣ ହବ? ଖତ କଲେ 50% ନଷ୍ଟ ହୁଏ। ଏହାର ଆନ୍ସର ହବ ଖତ କଲେ 50% ନଷ୍ଟ ହୁଏ। ଜୀବାଶ୍ମ ଇନ୍ଧନ ଜଳିବା ଦ୍ୱାରା ନିର୍ଗତ ଗ୍ୟାସ୍ ଗୁଡ଼ିକ ଦ୍ୱାରା ବାୟୁମଣ୍ଡଳରେ କେଉଁ ପ୍ରବାହ ସୃଷ୍ଟି ହେବା ପ୍ରମୁଖ କାରଣ ଅଟେ? ଆନ୍ସର ହବ ସବୁଜ କୋଠରୀ ପ୍ରଭାବ। ଗୋବର ଗ୍ୟାସ୍ ପ୍ଲାଣ୍ଟରେ ଗୋବର ଓ ପାଣିର ମିଶ୍ରଣ କେଉଁଠାରେ ଜମା ହୋଇଥାଏ? ଡାଇଜେଷ୍ଟର କୂପ। ଆନ୍ସର ହବ ଡାଇଜେଷ୍ଟର କୂପ। କେଉଁ ଉପାୟ ଅବଲମ୍ବନ କଲେ ସବୁଜ କୋଠରୀ ପ୍ରଭାବ ଜନିତ ପ୍ରଦୂଷଣକୁ କମାଯାଇ ପାରିବ? ଆନ୍ସର ହବ ଉପରୋକ୍ତ ସମସ୍ତ। ଗୋବର ଗ୍ୟାସ୍ ପ୍ଲାଣ୍ଟରେ କେଉଁ ଅଂଶ ଦେଇ ଗ୍ୟାସ୍ ରୋଷେଇ ଘର ଚୁଲାକୁ ଯାଏ ଓ ନିୟନ୍ତ୍ରିତ ଚାପରେ ଜଳାଇବାର ବ୍ୟବସ୍ଥା ହୋଇଥାଏ? ଆନ୍ସର କଣ ହବ? ନିର୍ଗମ ନଳୀ। ଆନ୍ସର ହବ ନିର୍ଗମ ନଳୀ। ଭାରତର କେଉଁଠାରେ ପ୍ରାକୃତିକ ଗ୍ୟାସକୁ ଘରୋଇ ବ୍ୟବହାର ପାଇଁ ପାଇପ୍ ଦ୍ୱାରା ଯୋଗାଇ ଦିଆଯାଉଛି? ଗୁଜରାଟର ବରୋଦା। ଆନ୍ସର ହବ ଗୁଜରାଟର ବରୋଦା। ଆଲବିଡୋ କାହାକୁ କୁହାଯାଏ? ପୃଥିବୀରେ ବିକିରିତ ଓ ପ୍ରତିଫଳିତ ହୋଇ ମହାକାଶକୁ ଚାଲିଯାଇଥିବା ସୌରଶକ୍ତି। ଏହାର ଆନ୍ସର ହବ ପୃଥିବୀରୁ ବିକିରିତ ଓ ପ୍ରତିଫଳିତ ହୋଇ ମହାକାଶକୁ ଚାଲିଯାଇଥିବା ସୌରଶକ୍ତି। ଭାରତର କେଉଁ ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବାର ସୂଚନା ମିଳେ? ଉପରୋକ୍ତ ସମସ୍ତ। ଏହାର ଆନ୍ସର ହବ ଉପରୋକ୍ତ ସମସ୍ତ। କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦନ କରାଯାଇଥାଏ? ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ। ଏହାର ଆନ୍ସର ହବ ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ। ଓଡ଼ିଶାର କେଉଁଠାରେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର ଅଛି? ତାଳଚେର। ଆନ୍ସର ହବ ତାଳଚେର। ଜୈବ ପଦାର୍ଥକୁ ସାଧାରଣତଃ କେଉଁ ଶ୍ରେଣୀରେ ବିଭକ୍ତ କରାଯାଇନଥାଏ? ନୂତନ ପ୍ରାଣୀ। ଆନ୍ସର ହବ ନୂତନ ପ୍ରାଣୀ। ସାମୁଦ୍ରିକ ଜୀବ ଓ ଉଦ୍ଭିଦର ଦେହାବଶେଷରୁ କଣ ସୃଷ୍ଟି ହୋଇଥାଏ? ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ। ଆନ୍ସର ହବ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ। କେଉଁ ପରମାଣୁର ନାଭିକୀୟ ବିଭାଜନ ଦ୍ୱାରା ପ୍ରଚୁର ପରିମାଣରେ ଶକ୍ତି ନିର୍ଗତ ହୁଏ ନାହିଁ? ସୋଡିୟମ। ଆନ୍ସର ହବ ସୋଡିୟମ। ଗୋବର ଗ୍ୟାସ୍ ଧୂମବିହୀନ ହୋଇଥିବାରୁ କେଉଁ ରୋଗ ହେବାର ଆଶଙ୍କା ନଥାଏ? ଚକ୍ଷୁ ଓ ଶ୍ୱାସ ସମ୍ପର୍କିତ ରୋଗ। ଆନ୍ସର ହବ ଚକ୍ଷୁ ଓ ଶ୍ୱାସ ସମ୍ପର୍କିତ ରୋଗ। ସାମୁଦ୍ରିକ ତାପଜ ଶକ୍ତି ପାଇବା ପାଇଁ ସମୁଦ୍ର ପୃଷ୍ଠଭାଗ ଜଳ ଓ 2 କିଲୋମିଟର ଗଭୀର ଜଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ କେତେ ହେଲେ ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ? 20 ଡିଗ୍ରୀ ସେଲସିୟସ୍ ବା 293 କେଲଭିନ୍। ଆନ୍ସର ହବ 20 ଡିଗ୍ରୀ ସେଲସିୟସ୍ ବା 293 ଡିଗ୍ରୀ କେଲଭିନ୍। ମହମବତୀକୁ ଜାଳିବା ଦ୍ୱାରା ଏଥିରେ ଶକ୍ତିର ରୂପାନ୍ତରଣ କିପରି ହୋଇଥାଏ? ରାସାୟନିକ ଶକ୍ତିରୁ ତାପ ଶକ୍ତି। ଆନ୍ସର ହବ ରାସାୟନିକ ଶକ୍ତିରୁ ତାପ ଶକ୍ତି। ଏହା ଥିଲା 50ଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଭିଡ଼ିଓ ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିନେବେ।